ଆପଣ ବିଶ୍ୱାସ କରିବେନି ଆମର କିଛି ପିଲା ଅଛନ୍ତି ଯାହାକୁ ପଖାଳ ଭଲ ଲାଗେନି ପୁଣି ସେ କୋଉ ହରିୟାଣା ପଞ୍ଜାବ ଇଣ୍ଡୋନେସିଆ ଛୁଆ ନୁହଁ ସେ ଆମ ଓଡିଆ ଛୁଆ ମାନେ ଧୀରେ ଧୀରେ ଏଇ ପଖାଳ ଆମ ଓଡିଶା ପଖାଳ ହୋଲ ଇଣ୍ଡିଆରେ ମାନେ ଭାଇରାଲ ହଉଛି ଧୀରେ ଧୀରେ ତାର ଫେମସ ହଉଛି କିନ୍ତୁ ଆମ ପିଲାଙ୍କୁ ପଖାଳ ଭଲ ଲାଗୁଛି ଏମାନେ ହେଲେ ଗୋଟେ ଗୋଟେ କଣ କହିଲ ରାଜ୍ୟଦ୍ରୋହୀ ଯେମିତି ଗୋଟେ ଗୋଟେ ଥାନ୍ତି ଦେଶଦ୍ରୋହୀ ଟେରୋରିଷ୍ଟ ଏମାନେ ହେଲେ ରାଜ୍ୟଦ୍ରୋହୀ ଏ ଶଳା କଣ କରିବ କହିଲ ସେଇ ପଖାଳରେ ହାଲକା ଟିକେ କାଚ ଗୁଣ୍ଡ ମିଶେଇ ଦେଇ ତ ପଖାଳ ଖାଇ ପୁରା ସଫା ହେଇଯିବେ ହେଲା ଆକ୍ଚୁଆଲି ସତ କଥାଟା କଣ କହିଲ ପଖାଳଟା ସମସ୍ତଙ୍କୁ ଭଲ ଲାଗେ ହେଲେ ଏମାନେ ଯୋଉ ବାହାରେ ଆଜିକାଲି ପିଲା ଆମର ରହୁଛନ୍ତି ପାଠ ପଢା ମାନେ ଯୋଉ ବାହାରେ ରହୁଛନ୍ତି କାଳେ ପଖାଳଟା ଖାଇଲେ ବାହାର ପିଲା କାଳେ କଣ କିଏ ଭାବିବ କାଳେ ତା ଇଜ୍ଜତ ପଳେଇବ ଆମେ ଓଡିଆ ଛୁଆ ପଖାଳ ଖାଇଲେ କାହା ଇଜ୍ଜତ ପଳାଏ ମୁଁ ଜାଣିପାରୁନି ତମେ କୋଉଠି ପଖାଳ ଖାଇଲେ ଇଜ୍ଜତ ଯିବ କି ନାହିଁ ନା ଆଗରୁ ଏଇ ସବୁ ରଙ୍ଗ ଯୋଉ ପଖାଳ ଖାଏନି ଇଏ ସେ ସବୁ ରଙ୍ଗ ବେଶୀ ଝିଅ ମାନେ ଦେଖାଉଥିଲେ ତାକୁ ଦେଖି ଆମ ଟୋକା ମାନେ ବି ଏ ରଙ୍ଗ ଅଥର ଦେଖାଇଲାଣି ହେଲା ମୁଁ ତ କହୁଛି ପଖାଳ ସହ ହାଲକା ଟିକେ ପୋଡା ପୋଡି ଥିବ ତାପରେ ହାଲକା ଟିକେ ମିକ୍ସଚର ବାଜିଥିବ ସ୍ୱର୍ଗ ଶାନ୍ତି ଆଉ ନନଭେଜ ରେ ପଖାଳ ସହ ମାଛ ଭଜା ଟିକେ ଥିବ ତା ସାଇଡରେ ହାଲକା ଟିକେ କଞ୍ଚା ଲଙ୍କା ପିଆଜ ଟିକେ ଏଇ ଦିଟା କମ୍ବିନେସନ ବେଷ୍ଟ କମ୍ବିନେସନ ଯଦି ତମମାନେ ବି ମୋ କଥାରେ ଏଗ୍ରି କରୁଛ ତାହେଲେ କମେଣ୍ଟରେ କହ ଆଉ ହଁ ଆମର ଏଇ ଶଳା ଯୋଉ ରାଜ୍ୟଦ୍ରୋହୀ ମାନେ ଅଛନ୍ତି ତାଙ୍କ ପାଇଁ ନିଜ ମତାମତ କମେଣ୍ଟ ବକ୍ସ ରେ ସିଓର ଦେବେ ଓକେ।